ପୂର୍ବତନ ସମିତି ସଭ୍ୟ ତଥା ଏବେର ସରପଞ୍ଚଙ୍କର ହୃଦଘାତରେ ଦେହାନ୍ତ ହୋଇଛି। ଭଦ୍ରକ ପଞ୍ଚାୟତ ସମିତି ଅଧୀନ କଲେଇ ପଞ୍ଚାୟତର ସରପଞ୍ଚ ନିରଞ୍ଜନ ମଲ୍ଲିକଙ୍କ ଦେହାନ୍ତ ହୋଇଯାଇଛି। ସେ ପୂର୍ବରୁ ସମିତି ସଭ୍ୟ ଭାବରେ ନିର୍ବାଚିତ ହୋଇଥିଲେ। ତେବେ ଗତକାଲି ରାତିରେ ଶୋଇଥିବା ବେଳେ ସକାଳୁ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଥିଲା। ପରେ ପରିବାର ଲୋକେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ବହୁ ସମର୍ଥକ ଓ ଲୋକ ପ୍ରତିନିଧିମାନେ ମେଡିକାଲରେ ଶେଷ ଦର୍ଶନ କରିଛନ୍ତି। ଦେଖନ୍ତୁ, ଆଜି ଆମ 26 ନମ୍ବର ଜୁନ୍ ପାଇଁ ଅତ୍ୟନ୍ତ ଦୁଃଖ ଏବଂ ପରିତାପର ବିଷୟ। ବଡ଼ କଷ୍ଟ ଲାଗୁଛି ବ୍ୟକ୍ତିଗତ ଭାବରେ ମୋତେ ବହୁତ ଦୁଃଖ। ମୁଁ ନିଜେ ମର୍ମାହତ ଯେ ଆମର ପୂର୍ବତନ ସମିତି ସଭ୍ୟ ବର୍ତ୍ତମାନ ସରପଞ୍ଚ ନିରଞ୍ଜନ ବାରିକ ସମସ୍ତଙ୍କର ପ୍ରିୟ ନୀର ଭାଇ ଆଉ ନାହାନ୍ତି। ଏ ଖବର ଆମେ ବିଶ୍ୱାସ କରିପାରିଲୁ। ହଠାତ୍ ଖବର ପାଇଁ ଯାଇ ହସ୍ପିଟାଲରେ ପହଞ୍ଚି ଦେଖିଲୁ ଯେ ନୀର ଭାଇ ଆଉ ନାହାନ୍ତି, ଚିର ନିଦ୍ରାରେ। ଏ ଯେଉଁ ଅପୂରଣୀୟ କ୍ଷତି ଘଟିଛି ଆମ ଅଞ୍ଚଳ କଲେଇ ପଞ୍ଚାୟତ ଏବଂ ଆମ ଭଦ୍ରକ ପଞ୍ଚାୟତ ସମିତି ପାଇଁ ସେ ଜଣେ ଆଦର୍ଶବାନ ବ୍ୟକ୍ତିତ୍ୱ ଥିଲେ ଏବଂ ତାଙ୍କର କାମ କରିବାର ତରିକା ବିଭିନ୍ନ ପ୍ରକାର ଥିଲା। ସେ ସବୁବେଳେ ହସ ହସ ମୁହଁରେ କାମ କରନ୍ତି ଏବଂ ଲୋକମାନଙ୍କୁ ଆପଣେଇ ନିଅନ୍ତି। ସମସ୍ତେ ତାଙ୍କର ନିଜର, କେହି ତାଙ୍କର ଶତ୍ରୁ ନଥିଲେ। ଏଭଳି ଜଣେ ଅମାୟିକ ବ୍ୟକ୍ତିତ୍ୱର ଆଜି ଯେତେବେଳେ ଶୁଣିଲୁ ଯେ ତାଙ୍କର ମାନେ ଦେହାନ୍ତ ହେଇଛି, ସବୁଠାରୁ ଦୁଃଖ। ଏବଂ ଏହି ସମୟରେ ତାଙ୍କର ଯେଉଁ ପରିବାର ପିଲାମାନେ ଅଛନ୍ତି, ଭଗବାନ ତାଙ୍କୁ ଧୈର୍ଯ୍ୟ ଦିଅନ୍ତୁ, ଅସୀମ ଧୈର୍ଯ୍ୟ ଦିଅନ୍ତୁ ଏବଂ ତାଙ୍କର ଆତ୍ମାର ଶାନ୍ତି ହେଉ। ଭଦ୍ରକରୁ ସୁବ୍ରକାନ୍ତ ରାଉତରାୟଙ୍କ ରିପୋର୍ଟ, ଓଡ଼ିଶା।